ଆମର ଏବେ ତାଳ ପିଠା ତିଆରି ଚାଲିଛି। ଆଜି କ'ଣ ମନ ହେଲା କେଜାଣି ମାଆଙ୍କର ଆଜି ତାଳ ପିଠା ଆମର ତିଆରି ପ୍ରସ୍ତୁତି ଚାଲିଛି। ଆସନ୍ତୁ ଦେଖିବା, ବ୍ୟାକ୍ କ୍ୟାମେରା କରିକି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ବନ୍ଧୁମାନେ, ଆଜି ଆମର ତାଳ ପିଠା ପ୍ରସ୍ତୁତି ଚାଲିଛି। ପ୍ରସ୍ତୁତି ହେଇକି ଆମ କଢ଼େଇରେ ଛଣା ହେଇଗଲାଣି 5 ଗୋଟି। ଏବେ ଚାଲିଛି, ପ୍ରସ୍ତୁତି ଚାଲିଛି। ଆମ ମା ପ୍ରସ୍ତୁତି ପକ୍ଷେ ରୋଷେଇ ଅଗ୍ରଣୀ ଭାବେ ଚାଲିଛନ୍ତି। ଆଜି ଗୋଟେ ଖୁସି, ଆଉ ଗୋଟେ ଖୁସି। ଆମ ମା ପିଠା ଭଲ କରନ୍ତି। ଯଦି ଖାଇବ କମେଣ୍ଟ ବକ୍ସରେ କମେଣ୍ଟ କର। ଦେଖନ୍ତୁ କେମିତି ପ୍ରସ୍ତୁତି ହେଉଛି। ଆପଣ ତ ଖାଇନଥିବେ କେବେ ଆଉ। ତାଳ ପିଠା କିନ୍ତୁ ପ୍ରତି ସିଜନରେ ଥରେ ଲେଖା ଖାଇବା ଦରକାର, ଭଲ ଲାଗେ। ମୁଁ ତ ତା ଆଣକୁ ତ ଖାଇଦିଏ ଆଉ। ମୁଁ ତା ଆଣକୁ ତ ଛାଡ଼େ ନା ଆଉ। ତା ବାସ୍ନା ଗୋଟେ ଅଲଗା ପ୍ରକାର। 8 ଦିନ ରଖିବେ ବି ସେଇଭଳିଆ ସ୍ମେଲ୍ ବାସ୍ନା ଥିବ, ବଢ଼ିଆ ଥିବ ନା ମା? ହାଁ, ଏଠି ତ ଗଛ ତ ମରିଗଲାଣି। ଜଣଙ୍କ ବାରିର ଗଛ ହେଇଥିଲା, ଆମେ ଇଏ କରିକି ଜଣକୁ କହିଥିଲୁ, ସେ ଯାଇକି ନେଇକି ଆସିଥିଲେ। ମା କହିଲେ ଆଉ ରହିହବନି, ଆଜି ଯେମିତି ହେଲେ ପ୍ରସ୍ତୁତି କରିବା। ଠିକ୍ ଅଛି, ପିଠାଟା ଗରମ ଗରମ ହେଇକିନା ବାହାରିବ କିଛି ସମୟ ପରେ। ମୁଁ ଖାଇକି ଆପଣଙ୍କୁ ବତେଇବି କେଉଁ ଭଳିଆ ହେଇଛି। ଏବେ ଆମେ ପିଠା ଟେଷ୍ଟ କରିବା କେଉଁ ଭଳିଆ ହେଇଛି। ଏବେ ଆମେ ପିଠା ଟେଷ୍ଟ କରିବା। ଏବେ ଆମେ ପିଠା ଟେଷ୍ଟ କରୁଛେ, ତାଳ ପିଠା କେଉଁଭଳିଆ ପ୍ରକାର ହେଇଛି ଆଜି ଟେଷ୍ଟ କରିବା। ବଢ଼ିଆ ବଢ଼ିଆ। ମା ଆମର ଦହିବରା ଖାଉଛନ୍ତି ପିଠା କରିସାରିକି। ବଢ଼ିଆ ହେଇଛି, ଟେଷ୍ଟ ହେଇଛି, ବଢ଼ିଆ ଟେଷ୍ଟ। ଆପଣ ବି ଘରେ ପିଠା ତିଆରି କରିକି ଖାଇପାରିବେ। ମାତ୍ର କିଛି ଦୂରକୁ ଯିବାକୁ ପଡ଼ିବନି। ମାତ୍ର ବାରି ପଛପଟେ ତାଳ ଗଛ କାହାର ଥିବ, ଆଣିକି କରିକି ଖାଇପାରିବେ। ରହିଲି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦବାଇବେ ଆଉ କମେଣ୍ଟ ବି କରିବେ ଭିଡ଼ିଓଟା କେମିତି ଲାଗୁଛି।